ଜୟ ଜନତା ଆଜ୍ଞା। ଆଜି ଗୋଟେ ମାର୍କେଟ ଛକରେ ଗୋଟେ ନୂଆ କାମଟା ଆଜି ହେଉଛି। ନୂଆ କାମ କ'ଣ, ଆମେ ଆଗ ତାର ପକାଇକି ପଳେଇଥିଲୁ। ଆଜି ଆଇଛୁ ଇନଷ୍ଟଲ୍ କରିବା ପାଇଁ। ଏଇଠି କନେକ୍ସନ୍ ଦିଆହେବ ନା, ଆଉ କେମିତି କ'ଣ କନେକ୍ସନ୍ ଦିଆହେଉଛି, କେତେ କ୍ୟାମେରା ଲାଗୁଛି, ସେଦିନ ତ କହେ ମାନେ ସେଦିନ ମୁଁ ସେ ଭିଡ଼ିଓଟା କରିନଥିଲି। ଖାଲି ତାର ୱାରିଂ କରିବାକୁ ଆସିଥିଲୁ ବୋଲି ସମୟ ହେଲାନି ଭିଡ଼ିଓ କରିବା ପାଇଁ। ତାର ୱାରିଂ କରି ପଳେଇଥିଲୁ। ଆଜି ନୂଆ ସେଟଅପ୍ଟା ହେବ, କେତେଟା କ୍ୟାମେରା ଲାଗୁଛି, କେମିତି କ'ଣ ହେଉଛି। ଏତେ ଜିନିଷ ଏନେ ଦେଖିଲେ, ଏତ ଜିନିଷ ମୁଁ କାଢ଼ିକି ଥୋଇଲି, ଥୋଇକି ଆପଣଙ୍କୁ ଦେଖେଇଲି। ଏଇତକ ଜିନିଷ ଆଜି ଫିଟିଂ ହେବ। ଫିଟିଂରେ ଆପଣଙ୍କୁ ଦେଖାଉଛି। ପଦିଆନେ ଯାଇନି ସିଆଡ଼େ ସେଠୁ ତାଙ୍କ ଆରପଟ ଗୋଟେ ଲାଡର ଫାଡର ଆଣିବା ପାଇଁ। ଗୋଟେ ଆଉ ଗୋଟେ ଲାଡର ଅଛି, ଗୋଟେ ଆଉ ଗୋଟେ ଲାଡର ପାଇଁ ଯାଇଥିଲି। ଯୋଡ଼େ ଲାଡର ହେଲେ କ'ଣ, ଦୁଇ ଜଣ ଆମେ ପଦିଆ ସେପଟେ ଉପରେ ବାଡ଼େଇବୁ, ମୁଁ ତଳେ ବାଡ଼େଇବି। ଆଉ ଜଲ୍ଦି ଜଲ୍ଦି କାମ ସରିଯିବ। ସୁନା ବସିକି ପୁରା ବହୁତ ଭିଡ଼, କୁଆଡ଼େ ଜାଗା ଛାଡ଼ୁନି, ରାସ୍ତା ଛାଡ଼ୁନି। ଆମେ ବହୁ କଷ୍ଟରେ ଆସିକି ପହଞ୍ଚୁ ଏଇନେ। ଦେଖନ୍ତୁ ପଦିଆନେ ଲାଇବ୍ରେରୀଟା ନେଇକି ଆସିଛନ୍ତି ସେପଟେ। ଦେଖନ୍ତୁ ଆମ ପିଲାମାନଙ୍କୁ ମାନେ କେବଳ ନେଇକି ଆଣିଛି ସିଢ଼ିଟା, ମାନେ ତାଙ୍କ ଘର ଏତେ ଉଞ୍ଚା ନୁହଁ, କିନ୍ତୁ ସିଢ଼ିଟା ପୁରା ଅଲଗା ପ୍ରକାର ନେଇକି ଆଣିଛି ଟେକି ଟେକି। ଏଇଠି ଗୋଟେ ଲାଟରଟା ଅଛି, ଏଇ ଲାଟର ଉପରୁ ନେବେ। ଏଇଟା ଯିବ ସେପଟେ ରଖ ଆଉ ଭିତରେ ପଟା। ସେମିତି ଗୋଟେ କାମ କରେ, ଛେଲିକି ରଖିଲେ ନଡ଼ିଆ କରେନି। ଦେଖନ୍ତୁ କ୍ୟାମେରା ଫିଟିଂ ଭିଡ଼ିଓ ଚାଲିଛି ବକ୍ସରେ। ତାକୁ ଚିନ୍ହିଦେବେ, ଆର ଭିଡ଼ିଓ ଦେଖିଦେବେ ବୋଧେ। ଆଉ ଏ ତ ପଦିଆକୁ ଚିନ୍ହିଦେବେ ଆପଣ। ଦେଖନ୍ତୁ ଚାଲିଛି କାମ ଏଇଠି, ବକ୍ସ ଭିଡ଼ା ଚାଲିଛି। ବକ୍ସ ଭିଡ଼ିଲା ପରେ ଗୋଟେ ଗୋଟେ ସେଠି କାନ୍ଥରେ ହ୍ୟାଙ୍ଗିଂ ହେବ। ଦେଖନ୍ତୁ ଆଜ୍ଞା, ଆଜି ଏତିକି କ୍ୟାମେରା ଇନଷ୍ଟଲ୍ ହେବ, 10ଟା କ୍ୟାମେରା। ଚାଲନ୍ତୁ ଯିବା ଇନଷ୍ଟଲ୍ କରିବା। କ୍ୟାମେରା ଲାଗିବ, ମୁଁ ଯାଉଛି ଇନଷ୍ଟଲ୍ ସେ କ୍ୟାମେରା କରୁଛି। କ୍ୟାମେରାଟେ ଦେଖନ୍ତୁ ଫିଟିଂ ହେଇଗଲା। ଚାଲନ୍ତୁ ଆଉ ଗୋଟେ ଯିବା, ଆଉ ଗୋଟେ କ୍ୟାମେରା। ଦେଖନ୍ତୁ ପଦିଆନେ ଏଇଠି କ୍ୟାମେରା ଗୋଟେ ଭିଡ଼ୁଛନ୍ତି, 2 ଜଣ। ମୁଁ ଏବେ ଯାଉଛି ସେଠି ଭିଡ଼ିବି। ସେ କୋଣରେ ଗୋଟେ ଲାଗିବ କ୍ୟାମେରା, ଏଇ ସିଡ଼ି ଲେବୁଲ୍ରେ ଦେଖିବା ପାଇଁ। ଚାଲନ୍ତୁ ଯିବା। କ୍ୟାମେରା ଆସିଲା ହେରି, ଚାଲନ୍ତୁ ଯିବା କ୍ୟାମେରା ବାଡ଼େଇବା। ଦେଖନ୍ତୁ ଏଠି ଲାଗିଲା ଆଉ ଗୋଟେ କ୍ୟାମେରା, ବୁଲେଟ୍ କମ୍ରେ ଲାଗିଲା। ଏ ସିଡ଼ି ପାଇଁ, ଏ ସିଡ଼ି ଦୁଇଟା ହିଁ କଭର୍ କରିବ। କ୍ୟାମେରା ଭିଡ଼ିଓ ସରିଗଲା। ଏବେ DVR ୱିଥ୍ ପାୱାର ସପ୍ଲାଏ ଫିଟିଂ ହେବ। ସେଇଟା ମୁଁ ଆସି ଚାଲନ୍ତୁ ଆପଣଙ୍କୁ ଦେଖାଉଛି। DVR ଏଇ ଜାଗାରେ ଫିଟିଂ ହେବ, ଏଇ ଜାଗାରେ ହ୍ୟାଙ୍ଗିଂ ହେବ। ପଦିଆ ତାର ସାଇଡ଼୍ କରୁଛି, ଆଉ BNC ବେଶୀ ଲାଗିବ। ଖାଲି BNC ଲାଗିବ। BNC ଲାଗିଲା ପରେ DVR ପାୱାର ସପ୍ଲାଏ ହ୍ୟାଙ୍ଗିଂ ହେବ। ଚାଲନ୍ତୁ ଦେଖାଉଛି। এটা 16 ପାୱାର ସପ୍ଲାଏ ବ୍ୟବହାର। ଏଇଟା ତ 16 ଡିଭାର ହିଗ୍ବିଜନ୍ର ଆଡ଼ିକ୍ସଟା 1T ପଡ଼ିଛି। ତ ଏଠି BNC ଲାଗିଗଲା।
ବ୍ଲାକ୍ଟେ ମରା ହେଇଛି ସବୁରେ ଗୋଟିଏ ବେଞ୍ଚ ଗୋଟିଏ ସେମ୍ର ଅଛି। ଦେଖନ୍ତୁ ଡିଭାଇଟା ଫିଟିଂ ହେଇଗଲା ବକ୍ସ ନ ଲାଗିକି ଡିଭାଇଟା ଦେଖନ୍ତୁ କେମିତି କେତେ ସୁନ୍ଦର ଭାବରେ ଆମ ପଦିଆ ସେଟିଂ କରିଛି। ଦେଖନ୍ତୁ ଡିଭାଇ ସେଟିଂଟା ଯଦି ଭଲ ଲାଗିଥିବ କମେଣ୍ଟରେ ନିଶ୍ଚିନ୍ତ ଜଣାଇବେ। କଷ୍ଟମରଙ୍କର ଟିଭି ନଥିଲା ବୋଲି ଆମେ ଗୋଟେ ଷ୍ଟାଣ୍ଡ ପାଇଁ ମନିଟର ଆଣିଥିଲୁ। ପଦିଆ ଏଠି ଡିଭାଇ ସେଟିଂ କରୁଛି ପାସୱାର୍ଡ଼ ଦେଉଛି କଷ୍ଟମରଙ୍କ ନାଁରେ। ଦେଖନ୍ତୁ କ୍ୟାମେରା ଟୋଟାଲି ଫିଟିଂ ହେଇଗଲା ତା ଫାଇନାଲ୍ ରେଜଲ୍ଟ ହେଲା ଏଇଟା। ଡିସପ୍ଲେଟା ଦେଖନ୍ତୁ କାମ ତ ଦେଖିଲେ କାମ ପୁରା ସରିଲା କମ୍ପ୍ଲିଟ୍ ହେଲା। ଆମେ ଏବେ ଦୋକାନକୁ ଯାଉଛୁ। ଯଦି ଭିଡ଼ିଓଟା ଭଲ ହେଇଥିବ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଯଦି କିଛି ଭୁଲ ହେଇଥିବ କମେଣ୍ଟ ମାଧ୍ୟମରେ ମୋତେ ଜଣାଇବେ। ମୁଁ ସେ ଭୁଲଟାକୁ ସୁଧାରିବାକୁ ଚେଷ୍ଟା କରିବି। ରହିଲି, ଜୟ ଜଗନ୍ନାଥ।